ଜୟ ଜଗନ୍ନାଥ। ହ୍ୟାଲୋ ଫ୍ରେଣ୍ଡସ୍, ଚାଲନ୍ତୁ ଆଜି ଶୀତ ଦିନର ପରିବା ସରିଯିବା ପୂର୍ବରୁ ବନେଇବା ସବୁ ଓଡ଼ିଆଙ୍କର ପ୍ରିୟ ଓଡ଼ିଆ ଘରର ମୁଖ୍ୟ ଘାଣ୍ଟ ତରକାରୀ। ଯୋଉଟାକି ଆମ ପ୍ରତି ଓଡ଼ିଆ ଘରେ ସପ୍ତାହକୁ ଥରେ ଦୁଇଥର ନିଶ୍ଚିନ୍ତ ବନା ହୁଏ। ତାହେଲେ ବନେଇବା। ସେଥିପାଇଁ ଏଠି ମୁଁ ଯୋଉ ପରିବା ସବୁ ମୁଖ୍ୟ ସେଗୁଡ଼ାକ କାଟିକି ରଖିନେଇଛି। ଯେମିତିକି ଆଳୁ, ବିନ୍, ଗାଜର, ସଜନା ଛୁଇଁ, ଫୁଲକୋବି, ଖୁମ୍ଭ ଆଳୁ, ଟମାଟୋ, ଅମୃତଭଣ୍ଡା, କଖାରୁ। କଦଳୀ ଆଉ ବାଇଗଣକୁ ପାଣିରେ ଭିଜେଇକି ରଖିଛି। କଦଳୀ କଳା ପଡ଼ିଯାଉ ତେଣୁ ତାକୁ ହଳଦୀ ପାଣିରେ ଭିଜେଇକି ରଖିଛି। ବୁଟ ଡାଲି, ମୁଗକୁ ବତୁରେଇକି ରଖିନେଇଛି। ବୁଟ ଡାଲି ବଦଳରେ ଆପଣ ଗୋଟା ବୁଟ କିମ୍ବା ସୋଲା ବୁଟ ମଧ୍ୟ ନେଇପାରିବେ। ଏବେ ଯୋଉ ପରିବା କଟା ହବ, ଯୋଉ ଭଜା ହବ ତାକୁ ଅଲଗା ରଖିଛି। ଯୋଉ ପରିବା ଯେମିତିକି ଅମୃତଭଣ୍ଡା, କଖାରୁ ତାକୁ ସିଝା ହବ ବୁଟ ଡାଲି ସାଙ୍ଗରେ ତାକୁ ଅଲଗା ରଖିଛି। ତ ଘାଣ୍ଟ ତରକାରୀର ମୁଖ୍ୟ ଜିନିଷ ହେଲା ମସଲା, ଯାହାଦ୍ୱାରା କି ଯୋଉ ମସଲା ପାଇଁ ବୋଲି ଘାଣ୍ଟ ତରକାରୀ ବେଶୀ ସ୍ୱାଦ ପଡ଼େ ଏବଂ ଲାଗେ। ତ 2 ପ୍ରକାର ମସଲା ହୁଏ। ଗୋଟେ ଗୁଣ୍ଡ ମସଲା ଆଉ ଗୋଟେ ହେଲା ବଟା ମସଲା। ତ ପ୍ରଥମେ ଆଗ ଗୁଣ୍ଡ ମସଲା ବନେଇ ନେବା। ସେଥିପାଇଁ ଏଠି 2 ବଡ଼ ଚାମଚ ଗୋଟା ଧନିଆ, ଗୋଟେ ବଡ଼ ଚାମଚ ଜିରା, 2-3ଟା ତେଜପତ୍ର, 3ରୁ 4 ଖଣ୍ଡ ଡାଲଚିନି, 2ଟା ବଡ଼ ଅଳେଇଚ ଆଉ 4-5ଟା ଗୁଜୁରାତି, 2ଟା ଲବଙ୍ଗକୁ ଟିକେ ସମୟ ହାଲକା ଲୋ ଫ୍ଲେମ୍‌ରେ ପ୍ୟାନ୍ ଗରମ ହେଇଗଲା ପରେ 2 ମିନିଟ୍ ପର୍ଯ୍ୟନ୍ତ ଭାଜି ନେବା। 2 ମିନିଟ୍ ଭାଜି ହେଇଗଲା ପରେ ସେଥିରେ 1 ଚାମଚ ପୋସ୍ତଦାନା ଆଉ 1 ଚାମଚ ଫେନେଲ୍ ସିଡ୍ ମାନେ ପାନମଧୁରୀ ମିଶେଇକି ଆଉ 1 ମିନିଟ୍ ଭାଜିକି ବାହାର କରି ଆଣିକି ଥଣ୍ଡା କରିଦେବା। ତାପରେ ତାକୁ ଗୁଣ୍ଡ କରିବା। 2ଟା ଶୁଖିଲା ଲାଲି ଲଙ୍କାକୁ ଲାଷ୍ଟରେ ସେଥିରେ ମିଶେଇ ଦେଇକି ଗୁଣ୍ଡ କରିଦେବା। ଯାହାଫଳରେ କି ତାର ଯଦି ବେଶୀ ରାଗ ଆପଣ ଖାଆନ୍ତି ତାହେଲେ ମଞ୍ଜି ବାହାର କରିଦେବେ, ନହେଲେ ମଞ୍ଜି ସହ ଭାଜି ନେବା। ଭାଜିକି ମସଲା ଥଣ୍ଡା ହେଇଗଲା ପରେ ତାକୁ ଆମେ ଗୁଣ୍ଡ କରିନେବା। ଏବେ ଯୋଉ ପରିବା ଭାଜିବାକୁ ଦରକାର ସେଇଟାକୁ ଆମେ ପ୍ରଥମେ ଭାଜି ନେବା। ଯେମିତିକି ଫୁଲକୋବି, ଆଳୁ, ସଜନା ଛୁଇଁ, ବିନ୍, ଗାଜର ଏସବୁକୁ ଭାଜିକି ରଖିନେବା। ଖୁମ୍ଭ ଆଳୁକୁ ମଧ୍ୟ ଭାଜି ନେବା, କାରଣ ଖୁମ୍ଭ ଆଳୁଟା ଟିକେ ଲାଳୁଆ ଅଂଶ ଥାଏ, ତାକୁ ଭାଜିକି ରଖିନେବା। ଆପଣ ଆପଣଙ୍କ ମନପସନ୍ଦର ପରିବା ଏଥିରେ ଆଡ୍ କରିପାରିବେ। ଯେମିତି ଭେଣ୍ଡି, ପୋଟଳ, ସାରୁ ଏସବୁ ମଧ୍ୟ ଆପଣ ଆଡ୍ କରିପାରିବେ। କନ୍ଦମୂଳ ଆପଣ ଆଡ୍ କରିପାରିବେ। ଯୋଉଟା ନ ଖାଆନ୍ତି ତାକୁ ସ୍କିପ୍ କରିପାରିବେ। ଏବେ ବୁଟ ଡାଲି ଆଉ ଗୋଟା ମୁଗକୁ ପ୍ରେସରରେ ମୁଁ ଟିକେ ସିଝେଇ ଦେଇଛି ଅମୃତଭଣ୍ଡା, କଖାରୁ ସାଙ୍ଗରେ, କାରଣ 1 ସିଟି କିମ୍ବା 2ଟା ସିଟିରେ ତାକୁ ସିଝେଇ ନେବା। ଏମିତି କରିଦେଲେ କ'ଣ ହବ ନା ଘାଣ୍ଟ ତରକାରୀଟା ଖୁବ୍ ଶୀଘ୍ର ତିଆରି ହେଇଯାଏ। ଅମୃତଭଣ୍ଡା ସିଝିବା ପାଇଁ ଟିକେ ସମୟ ନିଏ। ସେଥିପାଇଁ ପ୍ରେସର କୁକରରେ 1 ସିଟି ମାରିକି ଆମେ ଯଦି ତରକାରୀଟା କରିବା ତାହେଲେ ଆମକୁ ଖୁବ୍ କମ୍ ସମୟରେ ଘାଣ୍ଟ ତରକାରୀ ଆମେ ରେଡି କରିପାରିବା। ଏବେ ଅମୃତଭଣ୍ଡା, କଖାରୁ, ବୁଟ ଡାଲି, ମୁଗ ଆଉ ତା ସାଙ୍ଗରେ ଯୋଉ ଭାଜିକି ରଖିଥିଲେ ଖୁମ୍ବ ଆଳୁ ତାକୁ ମଧ୍ୟ ଦେଇକି ଆମେ ଟିକେ ଲୁଣ ଆଉ ହଳଦୀ ପକେଇକି କ'ଣ କରିବା ନା ତାକୁ 1 ସିଟି କି 2ଟା ସିଟିରେ ସିଝେଇ ଦେବା। ଯୋଉ ଭଜା ମସଲାକୁ ଗୁଣ୍ଡ କରି ରଖିଥିଲେ ତାକୁ ଗୁଣ୍ଡ କରିକି ରଖିନେବା। ଏବେ ବଟା ମସଲା ପ୍ରସ୍ତୁତ କରିବା। ବଟା ମସଲା ପାଇଁ ଏଠି ମୁଁ ନେଇଛି 2ଟା ବଡ଼ ରସୁଣ, ଯାହାକୁ ଚୋପା ସହ ଭଲରେ ଧୋଇକି ଚୋପା ସହ ନେଇଛି। ଖଣ୍ଡେ ବଡ଼ ଅଦା, 2ଟା କାଶ୍ମୀରୀ ଲାଲି ଲଙ୍କାକୁ ଭଲ ଭାବରେ ଭିଜେଇକି ତାକୁ ନେଇଛି ବାଟିବା ପାଇଁ, ଆଉ 2ଟା ଟମାଟୋ। ଯଦି କାଶ୍ମୀରୀ ଲାଲି ଲଙ୍କା ଗୋଟା ଲଙ୍କା ନାହିଁ ତାହେଲେ ତା ବଦଳରେ ଆପଣ ବାଟିଲା ବେଳେ 2 ଚାମଚ କାଶ୍ମୀରୀ ଲାଲି ଲଙ୍କା ଗୁଣ୍ଡ ପକେଇକି ବାଟି ନେବେ। ଏବେ କଡ଼େଇରେ 3 ଚାମଚ ତେଲ ଦେବା। ସୋରିଷ ତେଲ ବି ନେଇପାରିବେ। ଏଠି ମୁଁ ରିଫାଇନ୍ ତେଲରେ କରିଛି। ସୋରିଷ ତେଲରେ 1 ଚାମଚ ଗୋଟା ଜିରା ପକେଇବା। ଜିରା ଯେତେବେଳେ ଫୁଟି ଉଠିବ ସେତେବେଳେ 2ଟା ତେଜପତ୍ର ଆଉ 2ଟା ବଡ଼ ପିଆଜକୁ କାଟିକି ଲମ୍ବା ଲମ୍ବା କାଟିକି ମୁଁ ଏଠି ପକେଇକି ଯେତେବେଳେ ପିଆଜ ହାଲକା ଲାଲ ହେଇ ଆସିବ, ପୁରା ବେଶୀ ଭଲ ଭାବରେ ଲାଲ କରିବାନି, ଅଳ୍ପ ଲାଲ ହେଇ ଆସିଲା ପରେ ସେଥିରେ ଯୋଉ ବଟା ମସଲା ତାକୁ ଆମେ ଦେଇକି ମସଲାକୁ କଷିବା। ଯେପର୍ଯ୍ୟନ୍ତ ଅଏଲ୍ ପୁରା ସେପାରେଟ୍ ହେଇକି ଉପରକୁ ନ ଭାସି ଆସିବ ସେତେବେଳେ ଆମେ ଯାଇ କଷିବା। ମସଲା ଭଲରେ କଷି ହେଇ ଆସିଲେ ସେଥିରେ ହଳଦୀ ଗୁଣ୍ଡ ଆଉ ଟିକେ ଅଳ୍ପ ଲାଲି ଲଙ୍କା ଗୁଣ୍ଡ ପକେଇବା। ତାପରେ ଆମେ ଯୋଉ ମସଲା ଗୁଣ୍ଡ କରିକି ରଖିଥିଲେ ଭଜା ମସଲା, ସେଥିରୁ 2 ବଡ଼ ଚାମଚ ଆମେ ପକେଇବା। ଯଦି ବେଶୀ ପରିବା ଅଛି ତାହେଲେ ଆଉ 1 ଚାମଚ ଆପଣ ପକେଇବେ। 2 ବଡ଼ ଚାମଚ ଭଜା ମସଲା ପକେଇକି ଆମେ ଯୋଉ ଭଜା ପରିବା ସବୁ ରଖିଥିଲେ ତାକୁ ଆମେ ଗୋଟେ ପରେ ଗୋଟେ କଷିବା। ଯେମିତିକି ଫୁଲକୋବି, ସଜନା ଛୁଇଁ, ଗାଜର, ଆଳୁ, ବିନ୍ସ, ମଟର ଛୁଇଁ, କଦଳୀକୁ ମଧ୍ୟ ଏଠି ମୁଁ
ହଳଦୀ ପାଣିରେ ପକେଇକିନା ରଖିଥିଲି ଯେହେତୁ ନହେଲେ କଳା ହେଇଯିବ ତାକୁ ମଧ୍ୟ ଭାଜିକି ରଖିଲି ସେଟାକୁ ଦେଇକି କଷିବା। କେବଳ ବାଇଗଣକୁ ଆମେ କଷିବାନି ନହେଲେ ବାଇଗଣ କଷିଦେଲେ କ'ଣ ହବ ନା ସେଟା କଇଁଚା ହେଇଯାଏ। ତେଣୁ ସବୁ ଭଜା ପରିବା ଗୁଡ଼ା ଭଲ ଭାବରେ କଷି ହେଇଗଲା ପରେ ଅଳ୍ପ ଟିକେ ପାଣି ଦେଇକି ଆମେ ବାଇଗଣକୁ ପକେଇବା। ବାଇଗଣକୁ ପକେଇକି ସାଙ୍ଗେ ସାଙ୍ଗେ ଆମେ ଢାଙ୍କିଦବା। ବାଇଗଣ, ଟମାଟୋରେ ପକେଇକି ଅଳ୍ପ ଟିକେ ଲୁଣ ଦେବା କାରଣ ଆମେ ଲୁଣ ଭାଜିଲା ବେଳେ ମଧ୍ୟ ପକେଇଛେ। ତରକାରୀ ଅମୃତଭଣ୍ଡା, ବୁଟ ଡାଲି ସିଝେଇଲା ବେଳେ ମଧ୍ୟ ଲୁଣ ପକେଇଛେ। ସେଇ ଅନୁସାରେ ଆପଣ ଆଉ ଅଳ୍ପ ଟିକେ ଲୁଣ ପକେଇବେ। ଲୁଣ ପକେଇକି ସ୍ୱାଦ ଅନୁସାରେ ପକେଇକି ତାପରେ ପରିବା ସବୁ କଷି ହେଇଗଲା ପରେ ଯେଉଁ ବୁଟ ଡାଲି, ଅମୃତଭଣ୍ଡା ଆଉ କଖାରୁକୁ ଆମେ ସିଝେଇକି ରଖିଥିଲେ ଏବେ ସେଇ ପରିବାଟା ଏଥିରେ ଦେଇଦେବା। ଏଇ ପ୍ରୋସେସ୍‌ରେ କଲେ କ'ଣ ହବ ନା ତରକାରୀଟା ଆମର ଖୁବ୍ କମ୍ ସମୟରେ ରେଡି ହେଇଯାଏ। ଆଉ ଘାଣ୍ଟ ତରକାରୀର ଯୋଉ ପରିବାଟା ଘାଣ୍ଟି ହେଇଯାଏ, ଘାଣ୍ଟି ହେଇକି ରହିବ ସେଇଟା ଭଲ ଭାବରେ ମିଶିଯିବ। ଯଦି ଆପଣଙ୍କ ପାଖରେ ଟାଇମ୍ ଅଛି ତାହେଲେ ଆପଣ ଡାଇରେକ୍ଟ କଖାରୁ ଆଉ ଅମୃତଭଣ୍ଡାକୁ ମସଲା ସାଙ୍ଗରେ ମଧ୍ୟ କଷି ପାରିବେ। ଏବେ ସବୁ ପରିବା ଯେତେବେଳେ ଭଲ ଭାବରେ କଷି ହେଇକି ଗୋଳି ହେଇଯିବ, ଯେତିକି ଆପଣଙ୍କର ପାଣି ଦରକାର ସେଇ ଅନୁସାରେ ଅଳ୍ପ ଟିକେ ପାଣି ଦେବା। ଯଦି ପାଣି ତ ଅଛି ବୁଟ ଡାଲି ସାଙ୍ଗରେ ତେବେ ଆଉ ପାଣି ଦେବା ଦରକାର ନାହିଁ। ଯଦି ପାଣି ଶୁଖିଯାଇଛି ତାହେଲେ ଆଉ ଅଳ୍ପ ଟିକେ ପାଣି ଦେଇକି ଗରମ ପାଣି ଦେଇକି ଯେଉଁ ଭଜା ଗୁଣ୍ଡ ମସଲା ଆମେ ରଖିଥିଲେ ସେଥିରେ ଅଧା ମସଲା ସାଙ୍ଗରେ କଷିଛି। ଏବେ ଉପରେ ଆଉ 2 ଚାମଚ ଆମେ ଦେବା। ଏମିତି କଲେ କ'ଣ ହବ ନା ମସଲାର ବାସ୍ନାଟା ପୁରା ଯେଉଁ ଗରମ ମସଲା, ଡାଲଚିନି ଆଉ ଲବଙ୍ଗର ବାସ୍ନାଟା ତରକାରୀରେ ପୁରା ଭଲ ଭାବରେ ରହିବ। ଉପରେ ଆଉ ଲଙ୍କାଗୁଣ୍ଡ ଟିକେ ପକେଇବା କାରଣ ଲଙ୍କାଗୁଣ୍ଡ ମୁଁ ପକେଇ ନଥିଲି। ଲଙ୍କାଗୁଣ୍ଡ ଉପରେ ପକେଇକି ତାପରେ ଗରମ ମସଲା, ଧନିଆ ପତ୍ର ଆଉ ଅଳ୍ପ ଟିକେ କସୁରୀ ମେଥି ପକେଇବା। ଏସବୁ ପକେଇ ସାରିଲା ପରେ ଘାଣ୍ଟ ତରକାରୀର ଏଇଟା ମୁଖ୍ୟ ଜିନିଷ ଯେଉଁଟାକି ଯାହାକି ତରକାରୀର ସ୍ୱାଦ ବଢ଼ାଏ ସେ ହେଉଛି ଭଜା ପିଆଜ। ତ ପରିବା ତରକାରୀର ଭଜା ପିଆଜ ଯଦି ଆପଣ ପକେଇବେ, ପିଆଜ ରସୁଣ ତରକାରୀରେ ଭଜା ପିଆଜ ପକେଇଲେ ଲାଷ୍ଟରେ ତରକାରୀର ସ୍ୱାଦ ବହୁତ ବଢ଼ିଆ ହେଇଯାଏ। ଏଠି ମୁଁ ନଡ଼ିଆ କି ପନିର ଏସବୁ କିଛି ପକେଇନି କାରଣ ଶୀତ ଦିନର ପରିବାର ତରକାରୀର ସ୍ୱାଦଟା ଟିକେ ଅଲଗା ଥାଏ। ତେଣୁ ପନିର କି ନଡ଼ିଆ ପକେଇନି, ଆପଣ ଚାହିଁଲେ ପକେଇ ପାରିବେ। ଲାଷ୍ଟରେ ଧନିଆ ପତ୍ର ପକେଇକି ଗରମ ଗରମ ଉଷୁନା ଭାତ ସାଙ୍ଗରେ ଦିଅନ୍ତୁ, ବହୁତ ବଢ଼ିଆ ଲାଗିବ। ଯଦି ଭଲ ଲାଗିଲା ତାହେଲେ ଲାଇକ୍